ଆଜି ମୁଁ ଗୋଟେ ଭୁଲ କଲି ହେନେ ମତେ ଗାଡ଼ି ଦେଲେନି ତ ସକାଳୁ ସକାଳୁ କେମିତି କେଜାଣି ତାଙ୍କ ଫୋନଟା ମୋ ହାତରୁ ଖସି ପଡ଼ିଲା। ଫୋନଟା ଉଠେଇକି ଦେଖିଲି ଯେତେବେଳେ ବ୍ୟାକ୍ ସାଇଡଟା ଫୋନଟାର ପୁରା ଫାଟି ଯାଇଛି। ମୁଁ ତ ଡରି ଡରିକି ନେଇକି ଯାଇଥିଲି ତାଙ୍କୁ ଫୋନଟା ଦେଖେଇତେ। ମୁଁ ତ ଭାବିଲି ଆଜି ମଣିଷ ମଲା ମତେ ବହୁତ ଗାଳି ଦେବେ। ଦେଖିଲା ବେଳକୁ ସେମାନେ ମତେ କିଛି କହିଲେନି। କିଛି ସମୟ ଖାଲି ଆଖି ଖୋଲିକି ଟିକେ ଦେଖିଲେ ତାପରେ ଶୋଇଗଲେ। ମୋର ତ ନିଶ୍ୱାସରୁ ନିଶ୍ୱାସ ଆଇଲା ଯାହା ହଉ ବଞ୍ଚିଗଲି ଆଜି ଗାଳି ଶୁଣିବା। ତ ଆଜି ବୋଉଙ୍କର ମାର୍କେଟରେ କିଛି କାମ ଥିଲା ବୋଲି ବୋଉ ବାପା ଆସୁଥିଲେ ଆଉ ମୁଁ କହିଲି ମତେ ବି ନେଇଯାଅ ସାଙ୍ଗରେ। ତାପରେ ଟ୍ରାଫିକ ଛକ ଆମେ ପହଞ୍ଚି ଯାଇଥିଲେ ଯେ ଏତେ ଜୋର ହାବା ମାରଲା ଆଉ ଧୂଳି ବି ବହୁତ ଜୋର ଉଡୁଥିଲା। ଆମେ କିଛି ସମୟ ପାଇଁ ଠିଆ ହି ହେଇଗଲେ। ବୋଉଙ୍କର ଫୁଙ୍କା ପାଣି ନବାର ଥିଲା ମସଜିଦରୁ ତ ସେଥିପାଇଁ ଆମେ ମସଜିଦ ପଳେଇ ଆସିଥିଲେ ଆଉ ବାପା ମୁଁ ଠିଆ ହେଇଥିଲେ। ତାପରେ ମୁଁ ଟିକେ ଫୋନ ଦେଖିକି ଟାଇମ ପାସ୍ କରୁଥିଲି। ବୋଉ ତାପରେ ଫୁଙ୍କା ପାଣି ନେଇକି ପଳେଇ ଆସିଥିଲେ ଆଉ ତାପରେ ଆମେ ଟିକେ ଡକ୍ଟର ଦେଖେଇତେ ଯାଇଥିଲେ। ତାଙ୍କ ଟିକେ ଦେହ ଭଲ ଥିଲାନି ବୋଲି ଆଉ ମୁଁ ବାହାରେ ବସିଥିଲି। ଯେତିକି ସମୟ ଡକ୍ଟର ଦେଖେଇବାରେ ଲାଗଲାନି ସେତିକି ସମୟ ତ ମେଡିସିନ ନବାରେ ହିଁ ଲାଗିଗଲା। ତାପରେ ଆମେ ପଳେଇ ଆଇଲେ। ତାପରେ ଆଇଲା ବେଳେ ମୁଁ ବୋଉ ବାପାଙ୍କୁ କହିଲି ଆଉ ଚାଲ ମତେ ଦୋକାନରୁ ବିସ୍କୁଟ କିଣିଦବ। ତ ସେମାନେ ମତେ ଦୋକାନରୁ ବିସ୍କୁଟ କିଣିଦେଲେ। ତାପରେ ଆମେ ସିଧା ପଳେଇ ଆଇଲେ। ଆଉ ଆଜି ଏତେ ଖରାପ କଥା ମୁଁ ଛତା ବି ଆଣିତେ ଭୁଲି ଯାଇଥିଲି ଆଉ ପୁରା ବର୍ଷାରେ ଭିଜି ଗଲି। ତାପରେ ଘରକୁ ଆଇଲା ପରେ ଦେଖିଲେ ଯେ ସେମାନେ ଗାଡି ବି ଉଠେଇ ନାହାନ୍ତି। ତାପରେ ମୁଁ କହିଲି ତାଙ୍କରକୁ ବର୍ଷା ବହୁତ ଜୋର ପଡୁଛି ଗାଡିଟା ଉଠେଇ ଦବ ଯାଅ। ତାପରେ ତାଙ୍କରକୁ ଭିଜି ଭିଜି ଗାଡି ଉଠେଇତେ ପଡିଲା। ତ ମୁଁ ଘରକୁ ଆସ୍ତେ ଆସ୍ତେ ପୁରା ବର୍ଷାରେ ଭିଜି ଯାଇଥିଲି। ତ ମୁଁ ଏଇଠି ରହିଲି ଆଉ ଗୋଟେ ଭିଡିଓରେ ଦେଖା ହବ। ବାଏ ବାଏ, ଜୟ ଜଗନ୍ନାଥ।